ଗପଟିର ନାମ ହେଉଛି କପଟି ଶୃଗାଳ ଓ କଙ୍କଡ଼ା ଉପାଖ୍ୟାନ। ଘୋର ଜଙ୍ଗଲ ଭିତରେ ଗୋଟାଏ ଅତି ବଡ଼ ପୋଖରୀ ଥିଲା। ପୋଖରୀଟିରେ ପୁରୁଣା ପଙ୍କ ବହୁତ, ପୁଣି ଦଳ ବୋରଝାଞ୍ଜି ପୂରି ରହିଥାଏ। ସେହି ପୋଖରୀ କୂଳରେ ବହୁତ କଙ୍କଡ଼ା ଗାତ କରି ରହିଥାନ୍ତି। ସେମାନଙ୍କ ସର୍ଦ୍ଦାର ଗୋଟିଏ ବଡ଼ କଙ୍କଡ଼ା, ତାହାର ନାମ ଦଶପାଦ। ବଣ ଭିତରେ ଗୋଟିଏ ବିଲୁଆ ରହୁଥିଲା। ସେ ବଡ଼ କପଟି ଓ ଦୁଷ୍ଟ ପ୍ରକୃତିର। ନାନା ଛଳନା କରି ଜୀବଜନ୍ତୁ ମାରୁଥିଲା। ତା ନାମ ଦିଆଯାଇଥିଲା ବହଳଲାଞ୍ଜ ଶୃଗାଳ। ଛୋଟ ଛୋଟ ଜୀବଜନ୍ତୁମାନେ ତାକୁ ଦୂରରୁ ଦେଖିଲେ କି ତା ନାମ ଶୁଣିଲେ ଡରି ପଳାଇ ଯାଉଥିଲେ, ଅତି ଗୋପନ ସ୍ଥାନରେ ଲୁଚି ରହୁଥିଲେ। କପଟି ଶୃଗାଳ ଦେଖିଲା ପୋଖରୀ କୂଳରେ ବହୁତ କଙ୍କଡ଼ା ଗାତ। କଙ୍କଡ଼ାମାନଙ୍କୁ ଖାଇବା ପାଇଁ ତାର ଲୋଭ ହେଲା। କପଟି ପୁଣି ଲୋଭୀ ମନରେ ତ ସବୁବେଳେ ମନ୍ଦ ବୁଦ୍ଧି ଖେଳୁଥାଏ। ଶୃଗାଳ ଆସି ପୋଖରୀ କୂଳରେ ସେହି କଙ୍କଡ଼ା ଗାତ ପାଖରେ ବସି ରହିଲା। ତିନି ଗୋଡ଼ ଟେକି ରଖି ଗୋଟିଏ ଗୋଡ଼ରେ ଠିଆ ହୋଇ ରହିଲା। ସୂର୍ଯ୍ୟ ଆଡ଼କୁ ଚାହିଁ ପାଟି ମେଲା କରି ରହିଥାଏ। କପଟି ଶୃଗାଳକୁ ଦେଖି କଙ୍କଡ଼ା ସବୁ ଗାତ ଭିତରୁ ପଦାକୁ ବାହାରିଲେ ନାହିଁ। ଦିନକ ପରେ କଙ୍କଡ଼ା ସର୍ଦ୍ଦାର ଦଶପାଦ ଗାତ ମୁହଁ ପାଖରେ ରହି ପଚାରିଲା, "କି ହୋ ବହଳଲାଞ୍ଜ, 2 ଦିନ ହେଲା ଏଠାରେ ଏପରି ଠିଆ ହୋଇ ରହିଛ କାହିଁକି?" ବହଳଲାଞ୍ଜ ଉତ୍ତର ଦେଲା, "ଏଠାରେ ମୁଁ ତପସ୍ୟା କରୁଛି। ଆଗରୁ ଜୀବବଧ କରି ବହୁତ ପାପ କରିଅଛି। ସେଥିରୁ ମୁକ୍ତ ହେବା ପାଇଁ ମୋର ଏ କଠୋର ତପସ୍ୟା। ତୁମେ ଏଠାରେ ଥିବା ପର୍ଯ୍ୟନ୍ତ ଆମେ ଗାତରୁ ବାହାରି ପାରିବୁ ନାହିଁ। ଆମ ଖାଦ୍ୟ ଯୋଗାଡ଼ କରିବୁ କିପରି?" କଙ୍କଡ଼ା ସର୍ଦ୍ଦାର ପଚାରିଲା। ଧୂର୍ତ୍ତ ଶୃଗାଳ ତା 2 ଗୋଡ଼ରେ 2 କାନକୁ ଧରି କହିଲା, "ଗୁରୁଦେବଙ୍କ ଆଦେଶରେ ଆଖି ବୁଜି ମୁଁ ତପସ୍ୟା କରୁଛି। ପୋଖରୀର ଏ ପାଖଟା ଅତି ପବିତ୍ର ସ୍ଥାନ। ଏହିଠାରେ ତପସ୍ୟା କଲେ ମାସକ ଭିତରେ ମୁଁ ସିଦ୍ଧି ଲାଭ କରିବି। ପୂର୍ବର ସମସ୍ତ ପାପରୁ ମୁକ୍ତି ପାଇବି।" ସର୍ଦ୍ଦାର ପୁଣି ପଚାରିଲା, "ସୂର୍ଯ୍ୟଙ୍କ ଆଡ଼କୁ ଚାହିଁ ପାଟି ମେଲା କରି ରହିଛ କାହିଁକି?" ଉତ୍ତର ମିଳିଲା, "ଏ ମାସକ ଯାକ ମୁଁ କୌଣସି ଖାଦ୍ୟ ଖାଇବି ନାହିଁ। ତେଣୁ ସୂର୍ଯ୍ୟକିରଣ ଓ ପବନ ଖାଇ ବଞ୍ଚି ରହିବା ପାଇଁ ଏପରି ଆଁ କରି ରହିଛି। ନିଜେ ପାଟିରେ କିଛି ଖାଦ୍ୟ ପୂରାଇବି ନାହିଁ।" ଗୋଟିଏ ଗୋଡ଼ରେ ଠିଆ ହୋଇ ରହିଛ କାହିଁକି? କଷ୍ଟ ତ ହେଉଥିବ? କଙ୍କଡ଼ା ସର୍ଦ୍ଦାରର ପୁଣି ପ୍ରଶ୍ନ। ଶୃଗାଳ କହିଲା, "ମଣିଷମାନେ କୁହନ୍ତି, କଷ୍ଟ ନ କଲେ କୃଷ୍ଣ ମିଳନ୍ତି ନାହିଁ। ତା ଅର୍ଥ କଷ୍ଟ ନ ସହିଲେ ମୁଁ ପାପରୁ ତ୍ରାହି ପାଇବି ନାହିଁ। କାହାରିକି କୌଣସି ପ୍ରକାର ଦୁଃଖ ନ ଦେବା ମୋର ବ୍ରତ। 4 ଗୋଡ଼ ଯାକ ଭୂଇଁ ଉପରେ ରଖିଲେ ପୃଥିବୀକୁ ବାଧା ହେବ। ସେଇଥିପାଇଁ 3 ଗୋଡ଼ ଉପରକୁ ଟେକି ଠିଆ ହୋଇଛି।" କଙ୍କଡ଼ା ସର୍ଦ୍ଦାର ଭାବିଲା, ପ୍ରକୃତରେ ଏ ଜଣେ ସାଧୁ ବାବାଜୀ। ନିଜ ପ୍ରଜାମାନଙ୍କୁ କହିଲା, "ସମସ୍ତେ ନିର୍ଭୟରେ ଗାତରୁ ବାହାର। ପ୍ରତିଦିନ 2 ବେଳା ବାବାଜୀଙ୍କ ସେବା କରିବା। ତାଙ୍କଠାରୁ ଶାସ୍ତ୍ର କଥା ଶୁଣିବା। କଥା ତ ଅଛି, ମୁହୂର୍ତ୍ତେ ମାତ୍ର ସାଧୁ ପାଖରେ ବସିଲେ, ସାଧୁଙ୍କଠାରୁ ଉପଦେଶ ଶୁଣିଲେ ମନ ନିର୍ମଳ ହୋଇଯାଏ, ବହୁତ ପୁଣ୍ୟ ମିଳେ, ଦୁଃଖ ଶୋକ ଦୂର ହୋଇଯାଏ।" ସେହିଦିନୁ କଙ୍କଡ଼ାମାନେ ଗାତରୁ ବାହାରିଲେ। ବାବାଜୀଙ୍କ ଠିଆ ହେବା ସ୍ଥାନ ସଫା କରିଦେଲେ। କାଠିକୁଟା ଶୁଖିଲା ପତ୍ର ଯାହା ପଡ଼ିଥାଏ ତାକୁ ନେଇ ବାହାରେ ପକାଇ ଦେଉଥିଲେ। କାମ ସାରି ସେମାନେ ଧାଡ଼ି ବାନ୍ଧି ଫେରିଯାଆନ୍ତି। ସଭା ଶେଷରେ ଯେଉଁ କଙ୍କଡ଼ା ରହିଥାଏ, ଭଣ୍ଡ ଶୃଗାଳ ତାକୁ ମାଡ଼ି ବସି ଖାଏ। ଆଉ କେହି ଏହା ଜାଣିପାରନ୍ତି ନାହିଁ। କେତେଦିନ ପରେ ସର୍ଦ୍ଦାର ଦେଖିଲା, ତା ପ୍ରଜାଙ୍କ ସଂଖ୍ୟା କମି କମି ଯାଉଛି। ଆଗେ ସବୁ ଗାତ ପୂରି ରହିଥିଲା, ଏବେ ବହୁତ ଗାତ ଖାଲି ପଡ଼ୁଛି। ଶୃଗାଳ ଉପରେ ତାର ସନ୍ଦେହ ହେଲା। ସେଦିନ ସେ ଧାଡ଼ିର ପଛରେ ରହିଲା। ଚାରିଆଡ଼କୁ ଆଖି ରଖି ସାବଧାନରେ ଚାଲୁଥାଏ। ସବୁ କଙ୍କଡ଼ା ଆଗରେ ଚାଲିଯିବାରୁ ଶୃଗାଳ ତାକୁ ଧରିବାକୁ ଗୋଡ଼ାଇଲା।
କୌଶଳରେ ସର୍ଦ୍ଦାର ପାଦ ତଳୁ ଖସିଯାଇ ଅନ୍ୟ କଙ୍କଡ଼ାମାନଙ୍କୁ ଡାକ ପକାଇଲା। କହିଲା, ଏ ଭଣ୍ଡ ବାବାଜୀ କପଟରେ ଆମ ଭିତରୁ ବହୁତ କଙ୍କଡ଼ା ଖାଉଛି। ତାର ପ୍ରତିଶୋଧ ନିଅ। କଙ୍କଡ଼ାମାନେ ଚାରିଆଡ଼ୁ ଘେରିଗଲେ। ସେମାନଙ୍କର ବଡ଼ ବଡ଼ ଦୁଇଟା ତ ଲୁହା କରତ ଭଳି ଭାରି ଟାଣ ଓ ଧାରୁଆ ଗୋଡ଼। ସେଇ ଗୋଡ଼ରେ ଶୃଗାଳକୁ କାଟି ପକାଇ ମାରିଦେଲେ। ଏହି ଗପରୁ ଆମେ ଜାଣିଲେ କାହା ସହ ମିଳିମିଶି ରହି ତାହା ସହିତ ଛନ୍ଦ କପଟ କଲେ ତାର ପରିଣାମ ଅନେକ କ୍ଷତି କରିଥାଏ।